ଶିଶୁମାନେ ସାଧାରଣତଃ ଅନୁକରଣ ପ୍ରିୟ ହୋଇଥାନ୍ତି। ଘରେ ହେଉ ବା ବିଦ୍ୟାଳୟରେ ହେଉ, ଯେଉଁମାନଙ୍କର କଥା କହିବାର ଶୈଳୀ, ଚାଲିବା ସେମାନଙ୍କୁ ଭଲ ଲାଗିଥାଏ, ସେମାନେ ସେହିଭଳି କରିବା ପାଇଁ ଚେଷ୍ଟା କରିଥାନ୍ତି। ଆଉ ଏସବୁ କରିବା ଦ୍ୱାରା ବା ସେହିଭଳି ଅଭିନୟ କରିବା ଦ୍ୱାରା ସେମାନେ ଖୁବ୍ ଆନନ୍ଦ ପାଇଥାନ୍ତି ଶିଶୁମାନେ। ଆଉ ସେହି ଆନନ୍ଦର ପଛରେ ଶିଶୁମାନଙ୍କର ବିକାଶ ଲୁଚି ରହିଥାଏ। ବା ସେହିଭଳି ଅଙ୍ଗଭଙ୍ଗୀ କରିବା ଦ୍ୱାରା, ସେହିଭଳି କଥା କହିବା ଦ୍ୱାରା ଶିଶୁମାନଙ୍କର ଭାଷାର ବିକାଶ ହୋଇଥାଏ। ତେଣୁ ଶିଶୁମାନେ ଅନ୍ୟକୁ ଅନୁକରଣ କରୁଥିବା ସମୟରେ କେବେ କେବେ ଆମେ ସେମାନଙ୍କୁ ରୋକ ଲଗାଇ ଦେଇଥାଉ। ଆରେ ନାଇଁ ନାଇଁ ସେମିତି କରେନି, ଏଇଟା ଖରାପ କଥା ବା ସେମାନେ ଖରାପ ଭାବିବେ। ନାଇଁ ଆଜ୍ଞା, ଏଇ ଯେଉଁ ଅନୁକରଣ ପ୍ରବୃତ୍ତି ଶିଶୁର, ଏହାଦ୍ୱାରା କ'ଣ ହୁଏ ନା ଶିଶୁ ଅନ୍ୟମାନଙ୍କୁ ଅନୁକରଣ କରିବା ଦ୍ୱାରା, ଅନ୍ୟର ଭାଷା ଶୈଳୀକୁ, ଭାଷା କହିବାର ଭଙ୍ଗୀକୁ ଅନୁକରଣ କରିବା ଦ୍ୱାରା କ'ଣ ହୁଏ ନା ଶିଶୁର ନିଜସ୍ୱ ଭାଷା ଶିକ୍ଷଣର ଦକ୍ଷତାର ବିକାଶ ହୋଇଥାଏ। ଆଉ କ'ଣ ହୋଇଥାଏ ନା ଶିଶୁର ଉପଯୁକ୍ତ କଥନ ଭଙ୍ଗୀର ବିକାଶ ହୋଇଥାଏ। ଆଉ କ'ଣ ହୋଇଥାଏ ଶିଶୁର ବିକାଶ ନା ଭାଷା ଶିକ୍ଷା ଦକ୍ଷତାର ବିକାଶ ହୋଇଥାଏ, ଉପଯୁକ୍ତ କଥନ ଭଙ୍ଗୀର ବିକାଶ ହୋଇଥାଏ ଏବଂ ଶିଶୁ ଶୁଦ୍ଧ ଉଚ୍ଚାରଣ କରିବା ଶିଖି ଯାଇଥାଏ। ତେଣୁ ଭାଷା ଶିକ୍ଷା ହେଉଛି ବା ଭାଷାର ବିକାଶ ପାଇଁ ଅନୁକରଣ ହେଉଛି ଏକ ପ୍ରଧାନ ମାଧ୍ୟମ ଶିଶୁମାନଙ୍କ ପାଇଁ। ଏହି ଅନୁକରଣ ପଛରେ ଶିଶୁର ଯେଉଁ ବିକାଶ ଲୁଚି ରହିଛି, ଆମେ ତାହାକୁ ଅନୁଭବ କରି, ତାହାକୁ ବୁଝି ଶିଶୁକୁ ପ୍ରୋତ୍ସାହିତ କରିବା ନିହାତି ଜରୁରୀ। ଶିଶୁମାନେ ଅନ୍ୟକୁ ଅନୁକରଣ କରି ସେହିଭଳି ଚାଲିବା, ସେହିଭଳି କଥା କହିବା, ସେହିଭଳି ଭାବଭଙ୍ଗୀ ପ୍ରକାଶ କରୁଥିବା ସମୟରେ ଆମେ ସେମାନଙ୍କ ପାଇଁ କୌଣସି ରୋକ ନ ଲଗାଇ ସେମାନଙ୍କୁ ଉତ୍ସାହିତ କରିବା ବା ପ୍ରୋତ୍ସାହନ ଦେବା ନିହାତି ଜରୁରୀ, ଯାହା ଆମ ଶିଶୁ ପାଇଁ ବା ଶିଶୁର ଭାଷା ଶିକ୍ଷା ପାଇଁ ଏକ ଉପଯୁକ୍ତ ମାଧ୍ୟମ। ଗୁରୁମାଙ୍କ ପାଠଶାଳାରୁ ଶିଶୁମାନଙ୍କର ବିକାଶ ପାଇଁ ଏହି ଛୋଟିଆ କଥା ପଦେ।